ଦେଖନ୍ତୁ, ଏହି ଦୌଡ଼ୁଥିବା ଘୋଡ଼ାମାନଙ୍କୁ ଦେଖନ୍ତୁ। ସେମାନେ ଦୌଡ଼ୁଛନ୍ତି କାରଣ ସେମାନଙ୍କର ପ୍ରକୃତି ହେଉଛି ଦୌଡ଼ିବା। କିନ୍ତୁ ଭାବନ୍ତୁ ତ, ଆଜିର ମଣିଷ କାହିଁକି ଦୌଡ଼ୁଛି? କେବଳ ଅନ୍ୟମାନଙ୍କୁ ପଛରେ ପକାଇବା ପାଇଁ। ଆମେ ଏମିତି ଏକ ଅନ୍ଧ ପ୍ରତିଯୋଗିତାରେ ସାମିଲ ହୋଇଯାଇଛେ ଯେ ଯେଉଁଠି ଜିତିଲେ ମଧ୍ୟ ପୁରସ୍କାର ମିଳେନି, ବାସ୍ ମିଳୁଛି ଖାଲି ମାନସିକ ଶାନ୍ତି। ଅନ୍ୟର ବଡ଼ ଗାଡ଼ି, ବଡ଼ ଘର ଆଉ ସାମାଜିକ ପ୍ରତିଷ୍ଠାକୁ ଦେଖି ଆମେ ନିଜ ଜୀବନର ଶାନ୍ତିକୁ ହରାଇ ବସୁଛେ। ମନେ ରଖନ୍ତୁ, ଜୀବନ କୌଣସି ପ୍ରେସ୍ କିମ୍ବା ରେସ୍ ନୁହେଁ। ନିଜକୁ ଅନ୍ୟମାନଙ୍କ ସହ ତୁଳନା କରି ଏହି ବୃଥା ଦୌଡ଼ରେ ନିଜକୁ କ୍ଳାନ୍ତ କରନ୍ତୁ ନାହିଁ। ପ୍ରକୃତ ସଫଳତା ଅନ୍ୟକୁ ହରାଇବାରେ ନଥାଏ, ନିଜ ମନକୁ ବୁଝିବାରେ ଥାଏ। ଶାସ୍ତ୍ରରେ ଲେଖା ଅଛି, ଘୋଡ଼ା ଦୌଡ଼ରେ ଜିତିଲେ ହିଁ ତା'ର ଚେହେରା ଚମକେ। କିନ୍ତୁ ମଣିଷ କ'ଣ ଘୋଡ଼ା? ତଥାପି ସକାଳୁ ସନ୍ଧ୍ୟା ଯାଏ ଆମେ ସମସ୍ତେ ଘୋଡ଼ା ଭଳିଆ ଯେଉଁ ଗୋଟେ ରେସ୍ରେ ଚାଲିଛେ, ତା ବିଷୟରେ ଆମେ ନିଜେ ବି ସନ୍ଦେହ ଭିତରେ ଅଛେ। କିଏ ଅଧିକ ଟଙ୍କା କମେଇବ, କିଏ ଆଗକୁ ଯିବ, ଏହି ଚିନ୍ତାରେ ଆମେ ଚାଲିଛେ। ଆମେ ଆଜିର ସୁନ୍ଦର ମୁହୂର୍ତ୍ତ ଗୁଡ଼ିକୁ ବଳି ଦେଇ ଚାଲିଛେ। ଏହି ପ୍ରତିଯୋଗିତା ସରିବ ନାହିଁ, ବରଂ ଦିନେ ଆମ ଜୀବନ ସରିଯିବ। ସେଥିପାଇଁ ଅଟକି ଯାଆନ୍ତୁ, ଶାନ୍ତିରେ ନିଶ୍ୱାସ ନିଅନ୍ତୁ, ନିଜ ଖୁସି ପାଇଁ ବଞ୍ଚିବା ଶିଖନ୍ତୁ।